ପୁରୀ ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ 80ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏ ଅବସରରେ 38ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଏହି କଣ୍ଟିଜେଣ୍ଟରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ହୋମଗାର୍ଡ ବାହିନୀ, ବିଭିନ୍ନ କଲେଜ ତଥା ସ୍କୁଲ, ଏନ୍ଏସି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ପ୍ୟାରେଡ୍ ଉତ୍ସବ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନୱାଡି, ସଫେଇ କର୍ମଚାରୀ ସମର୍ଦ୍ଧିତ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍। ପାଳନ କରୁଛେ ଏବଂ ନିଶ୍ଚିତ ଭାବରେ ଆମର ସୌଭାଗ୍ୟ ଏବଂ ଆଜି ଆମେ ଯୋଉଥିପାଇଁ ଆଜି ଏଠି ଆମେ ସ୍ୱାଧୀନତାରେ ହିସାବରେ ଠିଆ ହେଇଛେ, କଥା କହିପାରୁଛୁ, ସ୍ୱାଧୀନତାର ସ୍ୱାଦ ଚାଖୁଛନ୍ତି। ନିଶ୍ଚିତ ଭାବରେ ମୁଁ ଏ ସ୍ୱାଧୀନତାକୁ ଯୋଉ ମହାପୁରୁଷ ମାନେ ଏଠିକି ଆଣିଛନ୍ତି, ଆଜି ଯାହାଙ୍କର ତ୍ୟାଗ ତପସ୍ୟା ଆମେ ଆଜି ଏ ସୁନ୍ଦର ଡେମୋକ୍ରେସି, ସୁନ୍ଦର ଗଣତାନ୍ତ୍ରିକ ରାଷ୍ଟ୍ରରେ ରହି ସେମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏବଂ ଆଜି ଆମେ ସଂକଳ୍ପ କରୁଛେ, ସରକାର ସଂକଳ୍ପ ଅଲରେଡି କରିଦେଇଛୁ, 2036 ବେଳକୁ ଓଡ଼ିଶା ଗୋଟେ ସ୍ୱତନ୍ତ୍ର ଉତ୍କଳର ଭିଜନରେ ରଖିଛନ୍ତି। ତାର ମାଷ୍ଟର ପ୍ଲାନ ଅଲରେଡି ବନିଛି। ମୁଁ ସ୍ପିଚରେ ଅଲରେଡି କହିଦେଇଛି। 53,000 ଗାଁକୁ କେମିତି କନେକ୍ଟିଭିଟି କରିବା, 53,000 ଗାଁରେ କେମିତି ପାଣି ପହଞ୍ଚିବ, 53,000 ଗାଁକୁ ସ୍କୁଲ, ପଞ୍ଚାୟତକୁ ସ୍କୁଲ ବ୍ୟବସ୍ଥା, ସବୁ ପ୍ରକାର ସଂକଳ୍ପ ଆଜିର ଦିନରେ ଆହୁରି ଯୁବପିଢ଼ି ମାନଙ୍କୁ ଇନ୍ସପାୟାରିଂ କରିବା, ଜାଗୃତ କରାଇବା, ସଚେତନ କରାଇବା ଏବଂ ସରକାରଙ୍କର ଭିଜନାରେ ଦୁର୍ନୀତିକୁ ରୋକିବା। ଦୁର୍ନୀତି ଯୋଉମାନେ କରୁଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଗାମୀ ଭବିଷ୍ୟତରେ ବି ଚାଲୁ ରହିବ ଏବଂ ଦୁର୍ନୀତି ଯଦି ରୋକିବ, ନିଶ୍ଚିତ ଭାବରେ ଏ ରାଜ୍ୟ, ଏ ଦେଶ ଆଗକୁ